ଆପଣ ଜାଣିଛନ୍ତି କି ବିଶ୍ୱର 60% ସଂକ୍ରାମକ ରୋଗ ଏବଂ 75% ନୂତନ ରୋଗ ପଶୁଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ। ଏହାକୁ କୁହାହେଉଛି ଜୁନୋଟିକ୍ ରୋଗ। ଆଜି ହେଲା ୱାର୍ଲଡ ଜୁନୋସିସ୍ ଡେ କିମ୍ବା ବିଶ୍ୱ ସଂକ୍ରମିତ ଦିବସ, ଯୋଉଟାକି ଆପଣ ବହୁତ ରୋଗ ଆଗରୁ ଶୁଣିଛନ୍ତି। ବାର୍ଡ ଫ୍ଲୁ ହେଲା କି ବ୍ରୁସେଲୋସିସ୍ ହେଲା କି ଆପଣଙ୍କର ସ୍ୱାଇନ୍ ଫ୍ଲୁ ହେଲା କିମ୍ବା କୋରୋନା ହେଲା କିମ୍ବା ରେବିଜ୍ ହେଲା, ଏଗୁଡ଼ାକ ସବୁ ଜୁନୋସିସ୍ କିମ୍ବା ଜୁନୋଟିକ୍ ଡିଜିଜ୍, ଯୋଉଟାକି ସଂକ୍ରମିତ ରୋଗ କୁହାଯାଏ। ତ ଆଜି ଆମେ ଆଲୋଚନା କରିବା 5ଟି ଜିନିଷ, ଯୋଉଟାକି 5ଟି ସତର୍କତା ଯଦି ଆପଣ ଅବଲମ୍ବନ କରିବେ ତାହେଲେ ଆମେ ସଂକ୍ରମିତ ରୋଗ କିମ୍ବା ଜୁନୋସିସ୍ ରୋଗରୁ ଆମେ ବଞ୍ଚିପାରିବା। ଏବଂ ଗୋଟିଏ ଗୋଲ୍ଡେନ୍ ରୁଲ୍ ମୁଁ କହିବି, ଯୋଉଟା ଆପଣ ଅବଲମ୍ବନ କଲେ 80%ରୁ 90% ଆପଣଙ୍କର ଜୁନୋସିସ୍ ଡିଜିଜ୍ ଛୁଇଁବ ନାହିଁ। ସୋ ଫ୍ରେଣ୍ଡ, ମୁଁ ହେଲେ ଡକ୍ଟର କେଦାରନାଥ ଖମାରୀ, ଆପଣଙ୍କର ଏଣ୍ଟରପ୍ରେନ୍ୟର୍ସ କୋଚ୍, ଏନିମାଲ୍ ହଜବେଣ୍ଡ୍ରି ଏଣ୍ଟରପ୍ରେନ୍ୟର୍ସ କୋଚ୍ କମ୍ ଭେଟେନାରୀ ଅଫିସର ଫ୍ରମ୍ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ତ ଆପଣ ଯେମିତି ଜାଣିଛନ୍ତି ଯେ ଆମେ ଆପଣଙ୍କୁ ଲେଟେଷ୍ଟ ଏନିମାଲ୍ ହଜବେଣ୍ଡ୍ରି ପ୍ଲସ୍ ଏଣ୍ଟରପ୍ରେନ୍ୟରସିପ୍ ଡେଭଲପମେଣ୍ଟ, କେମିତି ପ୍ରାଣୀ ସମ୍ପଦ ଉଦ୍ୟୋଗୀ ହେଇପାରିବେ ଏବଂ 10x ଗ୍ରୋଥ୍ କେମିତି ଆପଣ ହେଇପାରିବ ତା ଉପରେ ଆମର ବେସିକାଲି ଫୋକସ୍ ରହେ। ସୋ ଆମର ଆଜି ୱାର୍ଲଡ ଜୁନୋସିସ୍ ଡେରେ କାହିଁକି ନା ଆପଣ ଯଦି ରୋଗ ଉପରେ ଜାଣିବେ ନାହିଁ, ରୋଗ ଉପରେ ସତର୍କତାର ଅବଲମ୍ବନ କରିବେନି, ବହୁତ ଆପଣ କ୍ଷୟକ୍ଷତିର ଘଟିପାରେ। ତ ସେଥିପାଇଁ ଆମକୁ 5ଟି ସତର୍କତା ଅବଲମ୍ବନ ଯଦି କରିବା, ଡେଫିନେଟଲି ଆପଣଙ୍କର ଫାର୍ମ କିମ୍ବା ଆପଣଙ୍କର ଲାଇଫ୍ ଷ୍ଟକ୍ କିମ୍ବା ଆପଣଙ୍କର ପେଟ୍ ଆନିମଲ୍ ଭଲରେ ରହିବ ଏବଂ ଆପଣ ମଧ୍ୟ ସୁସ୍ଥରେ ରହିବେ। ତ ପଏଣ୍ଟ ନମ୍ବର 1, ଯେକୌଣସି ଆପଣଙ୍କର ପେଟ୍ ହଉ କିମ୍ବା ଗାଈ ଗୋରୁ ହଉ, ତାଙ୍କୁ ଆମେ ଯଦି ସୁରକ୍ଷିତ ରଖିବାର ଅଛି ତାହେଲେ 2ଟା ଜିନିଷ ଅବଲମ୍ବନ କରିବାକୁ ପଡ଼ିବ। ଗୋଟେ ହେଲା ଡିୱାର୍ମିଂ, ଆଉ ଗୋଟେ ହେଲା ଭ୍ୟାକ୍ସିନେସନ୍। ଯଦି ଆପଣ ପ୍ରପରଲି ଡିୱାର୍ମିଂ କରୁଛନ୍ତି, ପ୍ରପରଲି ଭ୍ୟାକ୍ସିନେସନ୍ କରୁଛନ୍ତି, ତାହେଲେ ଆପଣଙ୍କର 80ରୁ 90% ଏନିମଲ୍ ଆପଣଙ୍କର ସୁରକ୍ଷିତ। ମୁଁ ତ କହିବି 100% ସୁରକ୍ଷିତ। ଆମେ ଯଦି ପ୍ରପରଲି ରେଗୁଲାରଲି ଯଦି ଡିୱାର୍ମିଂ କରୁଛେ, ଫଲୋଡ୍ ବାଇ ଯଦି ଭ୍ୟାକ୍ସିନେସନ୍ କରୁଛେ, କୃମି ଔଷଧ ଦେଉଛୁ ଏବଂ ଟୀକାକରଣ କରୁଛୁ, ଡେଫିନେଟଲି ଆପଣଙ୍କର ଗାଈ ଗୋରୁ ଛେଳି ମେଣ୍ଢା କୁକୁର ବିଲେଇ ସମସ୍ତେ ସୁରକ୍ଷିତ ରହିବେ। ପଏଣ୍ଟ ନମ୍ବର 2, ଆମେ ଯେତେବେଳେ ବି ଗାଈ ଗୋରୁ ଛେଳି ମେଣ୍ଢା କିମ୍ବା ଆପଣଙ୍କର ମାନେ ପେଟ୍ ଆନିମଲ୍ର ସଂସ୍ପର୍ଶରେ ଆସୁଛି, ଆମେ ସଦାବେଳେ ଆମେ ସାବୁନ ପାଣିରେ ଆମେ ହାତ ଧୋଇବା ଦରକାର କିମ୍ବା ଗୋଟେ ଆଣ୍ଟିସେପ୍ଟିକ୍ରେ ଆପଣ ପ୍ରପରଲି ହାତ ଧୋଇବେ। ସୋ ଦ୍ୟାଟ୍ ଆମର ଯେଉଁ ବ୍ୟାକ୍ଟେରିଆ କିମ୍ବା ଭାଇରସ୍ କିମ୍ବା ଯାହା ବି ଆପଣଙ୍କର ହାତଟା ସଫା ରହିବା ଦରକାର, କାହିଁକିନା ଏଇ ହାତରୁ ବହୁତ ରୋଗ ସଂକ୍ରମିତ ହୋଇଥାଏ। ସେଥିପାଇଁ ଆମେ ସଦାବେଳେ, ଆମେ ଯେତେବେଳେ ମୋର ମନେ ପଡ଼ୁଛି ଆମେ କୋରୋନା ହେଉଥିଲା ବେଳକୁ ସଦାବେଳେ ଆମେ ଗୋଟେ ସାନିଟାଇଜର୍ ଆମେ କରୁଥିଲେ, ଏବେ ତ କରୁନୁ। ତ ସେଥିପାଇଁ ଆମକୁ ଯେତେବେଳେ ବି ଆମେ ଗାଈ ଗୋରୁ କିମ୍ବା ଯାହା ବି ପଶୁ ଆପଣ ପେଟ୍ ଆନିମଲ୍ ବି ଆପଣ ଇଏ କରୁଛନ୍ତି, କଲା ପରେ ଆପଣ ସଦାବେଳେ ହାତ ଧୋଇବେ, ଆଣ୍ଟିସେପ୍ଟିକ୍ କିମ୍ବା ସାବୁନରେ ହାତ ଧୋଇବା ଦରକାର। ପଏଣ୍ଟ ନମ୍ବର 3, ଅସୁସ୍ଥ ପଶୁକୁ ତୁରନ୍ତ ଅଲଗା ରଖନ୍ତୁ। ଯେତେବେଳେ ଆପଣ ଗାଈ ଗୋରୁ ଛେଳି ମେଣ୍ଢା କିମ୍ବା କୁକୁର କିମ୍ବା ବିଲେଇ ଯଦି ଆପଣ ଦେଖିଲେ ଯେ ଏଇଟା ଗୋଟେ ସିକ୍ ଅଛି କିମ୍ବା ଅସୁସ୍ଥ ଅଛି, ତାହେଲେ ଆପଣଙ୍କ ପାଖରେ ରଖନ୍ତୁ, ଆପଣ ଆଇସୋଲେସନ୍ କରିଦିଅନ୍ତୁ କିମ୍ବା ଗୋଟେ ଅଲଗା ରୁମ୍ରେ ଅଲଗା ଜାଗାରେ ସୁରକ୍ଷିତ ତାକୁ ରଖନ୍ତୁ ଏବଂ ଯେପର୍ଯ୍ୟନ୍ତ ସେ ସୁସ୍ଥ ହୋଇନାହିଁ ସେଠି ସେ ରହିବ, ଆପଣ ଟ୍ରିଟମେଣ୍ଟ କରିବେ ୱିଥ୍ ପ୍ରିକସନାରୀ ମେଜର୍, ଯେଉଁଟା କହିବେ କିମ୍ବା ଆପଣଙ୍କର ମାନେ କିଛି ସାନିଟାଇଜର୍ ଲଗାଇବେ କିମ୍ବା ମାସ୍କ ପିନ୍ଧିକି ତା ପାଖକୁ ଯାଆନ୍ତୁ। ସୋ ଦ୍ୟାଟ୍ ସେ ଏନିମଲ୍ ବି ସୁରକ୍ଷିତ ରହିବ, ଆପଣ ବି ସୁରକ୍ଷିତ ରହିବେ। ପଏଣ୍ଟ ନମ୍ବର 4, କଞ୍ଚା ଦୁଗ୍ଧ କିମ୍ବା ଅଧା ସିଝା ମାଂସ ଖାଆନ୍ତୁ ନାହିଁ। ଆମର କ'ଣ ହେଉଛି, ଏଇ ଯେଉଁ ଫାଷ୍ଟ ଫୁଡ୍ ଯୁଗରେ ଆମେ ଫଟାଫଟ ଯେଉଁ କରିକି ଦେଇ ଦେଉଛନ୍ତି, ଆପଣଙ୍କର ସେ ଯଦି ମାଂସ ସିଝି ନଥିବ କିମ୍ବା ଆପଣଙ୍କର କ୍ଷୀର ଯଦି କଞ୍ଚା ଥିବ, ସେଗୁଡ଼ାକୁ ଯଦି ଖାଇବେ, ମେ ବି ସେ ବ୍ୟାକ୍ଟେରିଆ ଭାଇରସ୍ ଆପଣଙ୍କୁ ସଂକ୍ରମିତ କରିପାରେ। ତ ଆପଣଙ୍କର ଖାଦ୍ୟ ସୁରକ୍ଷା ହେଉଛି ୱାନ୍ ହେଲ୍ଥର ସବୁଠାରୁ ଶକ୍ତିଶାଳୀ ସ୍ତମ୍ଭ। ତ ଆମକୁ ଜାଣିବା ଦରକାର ଏଟଲିଷ୍ଟ କେଉଁ ଖାଦ୍ୟ କେତେ ଟେମ୍ପରେଚରରେ ଆମେ ଯଦି ବଏଲ୍ କରୁଛେ କିମ୍ବା ଇଏ କଲା ପରେ ଆମେ ଖାଇବା ଦରକାର, ସେଇଟା ଆପଣ ଜ୍ଞାନ ନିଅନ୍ତୁ
ସୋ ଦ୍ୟାଟ୍ ଆପଣ 50% ଆପଣ ରୋଗ ହେବ ନାହିଁ। ପଏଣ୍ଟ ନମ୍ବର 5 ମୋଷ୍ଟ ଇମ୍ପୋର୍ଟାଣ୍ଟ, ଆପଣଙ୍କର ଫାର୍ମରେ ବାୟୋସିକ୍ୟୁରିଟି ଏବଂ ସ୍ୱଚ୍ଛତା ରକ୍ଷା କରନ୍ତୁ। ଆମେ ଯଦି ବାୟୋସିକ୍ୟୁରିଟି କିମ୍ବା ଜୈବ ବୈବିଧତା ଯେଉଁ କୁହାଯାଏ, ଆମେ ତାକୁ ଯଦି ଆମେ ପ୍ରପରଲି ମେଣ୍ଟେନ୍ କରିବା ନାହିଁ, ତାହେଲେ ଆମର ଚାନ୍ସେସ୍ ଅଛି ଆମର ଆଉଟବ୍ରେକ୍ ହେବାର, ପ୍ଲସ୍ ସେଇ ଆପଣ ଇନଫେକ୍ସନ୍ ହେବାର। ତ ସେଥିପାଇଁ ଆମର ଏଣ୍ଟ୍ରାନ୍ସ ଗେଟ୍ରେ ଫୁଟପାଥ୍ ରଖନ୍ତୁ, ଡିସ୍ଇନଫେକ୍ଟାଣ୍ଟ ରଖନ୍ତୁ, ସୁରକ୍ଷିତ ବର୍ଜ୍ୟ ପରିଚାଳନା ଏବଂ ଟୋଟାଲ୍ ଆପଣ ଯଦି କ୍ଲିନ୍ ହାଇଜେନିକ୍ ମେଣ୍ଟେନ୍ କରିବେ, ଆପଣଙ୍କ ଫାର୍ମକୁ ରୋଗ ପ୍ରବେଶ କରିବ। ଏବଂ ଲାଷ୍ଟ ଯେଉଁ ଗୋଲ୍ଡେନ୍ ରୁଲ୍ ହେଲା ଆପଣଙ୍କର ଜାଣିଛନ୍ତି, ୱାନ୍ ହେଲ୍ଥ କନସେପ୍ଟରେ ମନେ ରଖନ୍ତୁ, ମଣିଷର ସ୍ୱାସ୍ଥ୍ୟ, ପଶୁର ସ୍ୱାସ୍ଥ୍ୟ ଏବଂ ପରିବେଶର ସ୍ୱାସ୍ଥ୍ୟ ଅଲଗା ନୁହେଁ। ଏହା ହେଉଛି ୱାନ୍ ହେଲ୍ଥର ମୂଳମନ୍ତ୍ର। ପଶୁକୁ ସୁରକ୍ଷା ରଖନ୍ତୁ, ପରିବାରକୁ ସୁରକ୍ଷା କରନ୍ତୁ ଏବଂ ଦେଶକୁ ସୁରକ୍ଷା ରଖନ୍ତୁ। ତ ଫ୍ରେଣ୍ଡ, ଆଉ ଥରେ ମୁଁ ଏଇ ୱାର୍ଲଡ ଜୁନୋସିସ୍ ଡେ କିମ୍ବା ବିଶ୍ୱ ସଂକ୍ରମିତ ଦିବସରେ ସମସ୍ତଙ୍କୁ ସୂଚାଇ ଦେବି କିମ୍ବା ଆମେ ଆହ୍ୱାନ କରିବା ଏକା ସହିତ ମିଳିମିଶି କେମିତି ଆମେ ଏଇ ଯେଉଁ ସଂକ୍ରମିତ ରୋଗକୁ ମୁକାବିଲା କରିବା। ଏଇ ଯେଉଁ 5ଟା ପଏଣ୍ଟ କହିଲି, ସେ 5ଟା ପଏଣ୍ଟର ଯଦି ଆମେ ସତର୍କତା ଅବଲମ୍ବନ କରୁଛୁ, ଡେଫିନେଟଲି ଆମେ ସଂକ୍ରମିତ ରୋଗକୁ ଏଡ଼େଇବା। ତ ଆଜି ପାଇଁ ଏତିକି। ଯଦି ଭିଡ଼ିଓଟା ଭଲ ଲାଗିଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ ଯଦି କରିନାହାନ୍ତି ମୋର ଭିଡ଼ିଓ ପାଇଁ ଏବଂ କନେକ୍ଟେଡ୍ ରହିବା ପାଇଁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ସାଇନିଂ ଅଫ୍, ଦିସ୍ ଇଜ୍ ଡକ୍ଟର।